ପ୍ରାର୍ଥନା ଜୁନ୍ 16, 1914। ସୂର୍ଯ୍ୟଙ୍କ ପରି ତୋର ଜ୍ୱଳନ୍ତ ମହିମା ପୃଥିବୀ ଉପରକୁ ଉତ୍ତରି ଆସୁଛି। ତୋର କିରଣ ରାଜି ବିଶ୍ୱକୁ ଆଲୋକିତ କରିବ। ଯେଉଁ ସବୁ ଆଧାର ଶୁଦ୍ଧ, ନମନୀୟ, ଗ୍ରହଣଶୀଳ, ମୂଳ ଜ୍ୟୋତିର ଐଶ୍ୱର୍ଯ୍ୟକୁ ପ୍ରକାଶ କରିବା ପାଇଁ ସମର୍ଥ, ସେମାନେ ସଂଘବଦ୍ଧ ହେଉଛନ୍ତି। ଏହା କୌଣସି ଯଥେଚ୍ଛାଚାର ଦ୍ୱାରା ହେଉନାହିଁ। କୌଣସି ବ୍ୟକ୍ତିଗତ ସଂକଳ୍ପ ବା ଅଭିପ୍ସା ଉପରେ ଏହା ନିର୍ଭର କରୁନାହିଁ। ଏହା ନିର୍ଭର କରେ ସକଳ ବ୍ୟକ୍ତିଗତ ନିର୍ବନ୍ଧର ବାହାରେ ଯେଉଁ ସ୍ଥିତି ତା ଉପରେ। ତୋର ଜ୍ୟୋତି ବିକୀର୍ଣ୍ଣ ହେବ। ଯେ ଏହାକୁ ପ୍ରକାଶ କରିବା ପାଇଁ ସକ୍ଷମ, ସେ ତାହାକୁ ପ୍ରକାଶ କରିବ। ଏବଂ ଏହି ଉପାଦାନ ସବୁ ଏକତ୍ରିତ ହୋଇ ଏହି ଭେଦମୟ ଜଗତରେ ଯେତେ ଦୂର ସମ୍ଭବ ପୂର୍ଣ୍ଣ ରୂପେ ଗଢ଼ିବାକୁ ଚାହାନ୍ତି, ସେହି ଦିବ୍ୟ କେନ୍ଦ୍ର ଯାହା ପ୍ରକାଶିତ ହେବ। ଏହି ଧ୍ୟାନର ଦିବ୍ୟ ବିସ୍ମୟରେ ମୋ ଆଧାରର ପ୍ରତିଟି କୋଷ ଉଚ୍ଛ୍ୱସିତ ଏବଂ ସେହି ଚିର ନିତ୍ୟକୁ ଦେଖି ସତ୍ତାର ସମଗ୍ର ଉପାଦାନ ଆନନ୍ଦରେ ଆତ୍ମହରା। ବର୍ତ୍ତମାନ ଏହି ସତ୍ତାକୁ କିପରି ତୋଠାରୁ ପୃଥକ୍ କରିହେବ, ତାହା ତୁ ହିଁ ପୂର୍ଣ୍ଣ ରୂପେ ଅଖଣ୍ଡ ଭାବରେ ଏକ ପରମ ଏକତ୍ୱର ନିବିଡ଼ତାରେ। ମା ମା ମା